প্রথমরে কেতি লোক গলে পড়াই সংসারে মাটি কুয়ে কিড়ি দেলে যাই ভাইরে কৌড়ি দেইল মূর্তিকা কিড়িলে তারপরে দুই গতি সংসার ভূমি কি হে পুরি চলি গলে প্রথমরে কেতি লোক গলে পড়াই সংসারে মাটি কুয়ে কিড়ি দেলে যাই ভাইরে কৌড়ি দেইল মূর্তিকা কিড়িলে তারপরে দুই গতি নির্মাণ দেখলে আচ্ছা তারপর কথায় শুনতু দেই গল যাইলে ঘাত গলে চারি জন ভাইরে চারি লোক ধরে তাহাকু ধরতি সে তগণ বলিয়ে জানতু হে মতি আচ্ছা পালুয়া নাই সেউড়া কমাল তই প্রেত কর্ম ক্রিয়া কাণ্ড দেখি ওটি যাই সেদিন আজ্ঞা যে দুই পাখকু চলি গলে পুত্র মানে পুরি সমস্তে যেতে বন্ধু বান্ধব নিকটে দিলে পুଅ বউ ডাকিল তা করতে কইলে পুଅରେ ଆଉ ବାପାକୁ ଦେଖି ନ ପାରିବୁ ବାପା ବାପା ବୋଲିକି ତିନି ଥର ଡାକିବୁ ସେଦିନ ପୁଅ ଛାତିରେ ହାତ ମାରି ବାପା ବାପା ବୋଲି କଲା ଯେ ହୁରି ପାଲୁଆ ମାନେ ବୋଇଲା ଫେରିବ ନାହିଁ ତୋତେ ତିନିଟେ ପ୍ରାଣ ଥିଲେ ଆମର ଦୋଷ ନାହିଁ ମାତ୍ର କାନ୍ଦିଲା ପୁଅ ଦେଖ ବିକଳ ହୋଇ ଆହେ ବାପା ଶୁଣ ମୋର ବଚନ ଗୁଏଇ ତୁମରୁ ଜାତ ଦେଖ ହୋଇଛି ମୁଇ ଇଏ ତ ଶରୀରେ 10,000 ଦିଗ ରହିଛି ଭାଇ ଶରୀରରେ 10,000 ଏବେ ରହିଛି ତାହା ପ୍ରମାଣ ଶାସ୍ତ୍ର ମଧ୍ୟ ନେଇ ଲେଖିଛି ଧରିଲେ ଜ୍ଞାତି କୁଟୁମ୍ବ ଯେ ଯାଇ ରଖ ଆହେ 10 ଦିଗ ବାଳ ମାତ୍ର মই ତୁମ ମଧ୍ୟରୁ ମାତ୍ର ଦେଖ ଏହି ଜଣେ ରଖ ରଖ ବୋଲି ଡାକିଲେଣି ତିନି ଥର କାହିଁକି ନା ଏ 10,000 ଯଦି ପ୍ରାଣ ହେ ବାୟୁ ହେଲେ ପାଲଟି ଆସିବ ବୋଲି ଭାବନି ସେଉ ତିନି ଥର କିଣିକିରି ଭାଇ ଦେଲେ ବୁଲାଇ ଅଗ୍ନି ପରେ ନଦିଲେ ସବୁକୁ ଯେ ନେଇ ପୁତ୍ରମାନେ ସେଠାରୁ ଆଜ୍ଞା ଘରେ ଗଲେ ଫେରି ବାସି ଦିନ ଆଜ୍ଞା ଅସ୍ତିକି ଶୀତଳ ଯେ କରି ବ୍ରାହ୍ମଣ କହୁଛି ଶୁଣରେ ନନ୍ଦନ ଗ୍ରାମ ବାହାରି ତୁ ଅସ୍ତିକି ଦିଅ ନେଇ ସ୍ଥାନ हे पंडित मंडली टिके लक्ष्य कर चारि पांच दिन जेतेबेले हेबो से काल अच्छा पांच दिन ब्राह्मण देव कही प्रेत पड़ा बापुरे पियो नहीं वही भाई रे मारी पटेली पिए माज भौनी होली पत्र को पकाइबे मन रे जानी मात्र देबे ताहाकु दंगी हेबे जे जानी ये जो प्रेत रूप रे बाबा थिवो जे ओनाई মনরে দুঃখ কেতে দুঃখ করিব যাই বলিব পুরে কেড়ে কর্ম কলু বাড়ি অগণারে আনিবতে পাত্র বাড়িলু কোটাল পুরে জানি ন পারিলু ঘর বাড়িরে যাই হতে ভাত ভাড়ি দেলু মাত্র তোপরি পুও মতে লোড়া দে নাহি হাপুড়ে পড়িলে তোতে মু খাই দেবি তো এ ভাবুক মন্ডলী মোদের রন্তু শ্রবণ ইয়ে থোঁজে বাবা পে তোলা বহিন जो 5 दिन नष्टे जो देलेनी बहिन बाबा पृथ्वी पते जो देखो वायु आकाश जो पृथ्वी पते जो देखो वायु आकाश पंचभूत घेनिए देह होइछि प्रकाश 5 दिन हे संपूर्ण होइला 6 दिन आसी सबे प्रकाश होइला आने सनई शरीर मध्यरे अति 6 दिन पोड़ा मुड़ी बारी रे ले 7 दिन रे देले 8 दिन करिले 9 दिन सरी गला 10 दिन दोबारे 9 दिन जेबे बाबा हेला संपूर्ण बड़ कणा बोली लेखक हंती दे दोन निज अंशरु जो पुओ जात थिव होई से पुओ देव बणा बाथिब नाई
କାହିଁକି ନା ଶୁଣ ଆହେ ମୋର ତୁମ୍ଭେ ଜ୍ୟେଷ୍ଠ ଜନ ତୁମ୍ଭ ଆଗରେ କହିବାର ନାହିଁ ଗର୍ବମାନ ଏ ଯୋଉ ନଅଟି ଦ୍ୱାର ନବଗ୍ରହ ହେଲା 9 ଦିନ ପଣା ବୋଲି ତାକୁ ଶାସ୍ତ୍ର ଲେଖିଲା ତେଣୁ ପିଣ୍ଡ ବ୍ରହ୍ମାଣ୍ଡ ଦେଖବେ ନିମତ ଦୁଇ ପ୍ରକାରେ ରକ୍ଷା କରିବ ଜଗତ ଯୋଦିନ 10 ଦିନ ହେଲା ବିପ୍ର ଦେଲେ କହି ପୁଅରେ ଆଜି 10 ଖବରା ଗୋଟି ପୂର୍ଣ୍ଣ ଯିବା ହୋଇ ତେଣୁ ବ୍ରାହ୍ମଣ ହେ ଦେବଣି କହି ବାବୁ 10 ଖବରା 10 ଦିନ ଦେବା ବୁଝାଇ ଏ ଯୋଉ 10 ସିଆ ବ୍ରାହ୍ମଣ ସଙ୍ଗତରେ ଯିବ 10 ସିଆ ବ୍ରାହ୍ମଣ ସଙ୍ଗତରେ ଯିବ ବନ୍ଧ ହୀରରେ ଯାଇ କୁଟୀର କରିବ ଆଉ ବିଭିନ୍ନ ପ୍ରକାର ନେବ ଯେ ପଦାର୍ଥ ଲୋଟା ପ୍ରେତ କୁଆ କହ ଯେବା ଖଇରେ ଭୂତାକୁ ନବ ପୁଣି ଖଇ ନେବ ଆରେ ଅଣନଉଟାରେ ପିଠା ହୋଇଥିବ ଇମିତିକା ପିଠାରେ ସୋରିଷରେ ତିଆରି ଇମିତିକା ପିଠା ନ ଖାଇଥିବ ଗାହାରି ଇମିତି ପିଠା ପଣା ଦେବ ଯେ କରି ଅନ୍ନ ଭୋଜନ କରିବ ଯେ ତିଆରି ଅସ୍ଥି ଗୋଟି କଳସୀ ମଧ୍ୟରେ ଥିବ ପିତୁଳା କରିବ ଅସ୍ଥିକୁ ଯେ ଖୋଜିବ 10ଟା କନା 10 ଇନ୍ଦ୍ରିୟରେ ଦେଇ 10ଟା କାଠିରେ ପୁରୀରେ ଦେବ ଗୁଡ଼ାଇ ସୁନ୍ଦର କୁଡ଼ିଆ ଗୋଟି ଗଜା ତିଆର ସେ କୁଡ଼ିଆରେ ବାପା ଥିବେ ସେ କାଳର ଭାବୁଥିବ ପୁଅ ସେ ପ୍ରେତ ଭାବିବ ମୋ ଗଳା ମାରି ମୋ ପାଇଁ ବନ୍ଧହୁଡ଼ାରେ ଘର ତିଆରି ରୋଷେଇ କଲାଣି ଖାଇବାକୁ ଦବ ଏମିତି ସେତେବେଳେ କରୁଛି ଭାବ ଆରେ ତୋ ପାଇଁ କେତେରେ କସରକୁ କଲି ଏଡ଼େରୁ ଏଡ଼େ ବଡ଼ ପୁଅ ତୋତେ ମୁଁ କଲି ତଥାପି ପୁଅରେ ପାଶରି ନ ଦେଲୁ ବନ୍ଧ ହୀରରେ କୁଢ଼ିଆ ମୋ ପାଇଁ ତୁ କଲୁ ଏ ସମୟ 10 ଖବରା ଗୋଟି 10ଟା 10 ଦିନ ପାଇଁ ପିଣ୍ଡ ଦେବ ଥୁଇ ବ୍ରାହ୍ମଣ ବୋଲିବ ପାଣିକୁ ଛଡ଼ାଇ ଗୋଟି ଗୋଟି ପିଣ୍ଡରେ ଜଳରେ ପୁରାଇ ପିଣ୍ଡକେ କରିବୁ ରେ ବନ୍ଧରେ ସ୍ନାନ 10 ଥର ଗାଧୋଇରେ କରିବୁ ବିସର୍ଜନ ଯେତେବେଳେ ପିଣ୍ଡ ବିସର୍ଜନ ହୋଇବ ସେକାଳେ ବ୍ରାହ୍ମଣ ପୁଅକୁ କହିବ ଭାଙ୍ଗିଦେ ପିତୁଳା ମାରି ଦିଏ ନିଆ ଓଡ଼ିରାଉ କରିଥିବାର ଯେ କୁଡ଼ିଆ ଯେତେବେଳେ ଜୀବରେ ପୋଡ଼ି ପ୍ରେତ ଗୋଟି ଆଜ୍ଞା ସେତେବେଳେ ଜୀବ ଚିଡ଼ି ହେଲେ ବାସ୍ତେ ଯେତେବେଳେ ପତର କୁଢ଼ିଆକୁ ଆଜ୍ଞା ନିଆଁ ଲଗେଇଦବ ଅଗ୍ନି ଲଗେଇଦବ ଏ ଯୋଉ ହାଣ୍ଡି ଗୋଟିକ ଦେଖ ଏବେ ନିକଟରେ ଥିବ ସେ ମଧ୍ୟ ଅଗ୍ନି ହୁତା ସନ ଜଳୁଥିବ ଜଳ ମଧ୍ୟ ପୁଅ ଦେଖ ଯୁବକ ପଳାଇ ଜଳ ମଧ୍ୟ ଭାଙ୍ଗିବ ଦେଖ ଏବେ ହାଣ୍ଡି ନେଇ ଏଥୁ ଅନ୍ତେ ଯାହା ବାବୁ ହୋଇଲା ବିବରଣ ଦର୍ଶକ ସମାଜ ବର ଡେରଦୁ ଶ୍ରବଣ ଏ ଯୋଉ 10 କ୍ରିୟା ବ୍ରାହ୍ମଣ ତାକୁ ପଦେ ଦେବ କହି ବୋଲିବରେ ବାପ ଶୁଣ ମନ କର୍ଣ୍ଣ ଦେଇ ପୁଅରେ ମହିଳା ସ୍ଥାନରେ ଦେଖ ପ୍ରେତଙ୍କ ବାସ ମହିଳା ସ୍ଥାନେ ପୁଅ ତୋର ବାସ ନଖବାଳ ପୁଅରେ ତୁ କାଢ ତୁ ଅବଶ୍ୟ ଚଞ୍ଚଳ ନଖବାଳ ପୁରୁଣା ଖଦି ଚଞ୍ଚଳ ଫିଙ୍ଗି ନୂଆ ଖଦି ପିତରେ ଜଳଦି ଭଣ୍ଡାରୀ ପିଲା ଆରେ ନିକଟେ ଡାକିବ ଜ୍ୟେଷ୍ଠ ପୁଅକୁ ସେଦିନ ଲଣ୍ଡା କରାଇବ ପଛପଟେ ଅଳପରେ ଚୈତନ୍ୟ ରଖିବ କାହିଁକି ନା ମାତୃ ଋଣ ପିତୃ ଋଣ ଭାବୁକ ମଣ୍ଡଳୀବର ଢେରନ୍ତୁ ଶ୍ରବଣ ଯୋ ପୁଅ ଚୈତନ୍ୟ ଅଳ୍ପ ରଖଇ ମାତା ପିତା ଋଣ ବୋଲି ଜାଣନ୍ତୁ ସେଇ ପଣ୍ଡିତ ମଣ୍ଡଳୀ ଟିକେ ଏବେ ଲକ୍ଷ୍ୟ କର ଡାକିବ ବ୍ରାହ୍ମଣ ସେ ବନ୍ଧ କଠୋର ପାପରେ ତର୍ପଣ ତୁ ହିଁ କର ପିତୃ ଲୋକକୁ କରିବୁ ତର୍ପଣ ଏଠାର ମାତ୍ର ପ୍ରେତ ଲୋକକୁ ସେଦିନ ଅର୍ପଣ କରି ଆହେ ବାବୁ ମାନେ ଶୁଣ ଏବେ ବିସ୍ତାରି କହିବ ଲେଖନ କିଏ କରିବ ଆଲ
ଯାହା ଲେଖା ଅଛି ଏ ଗରୁଡ଼ ପୁରାଣ ଦକ୍ଷିଣ ଦିଗକୁ ମୁଖ କରି ତର୍ପଣ ଦେବୁ ତାର ଆଜ୍ଞା 10 ଦିନ କ୍ରିୟା କରିବୁ ବ୍ରାହ୍ମଣ କହିବ ସୁଡ଼ରେ ରତନ ନଖର ବୁଡ଼ାଇ ପାଣି ଢାଳେ ଧର ଲକ୍ଷଣ କାକା ତଳେ ଧରି ଦୂରେ ଲୁଆ ଖଣତି ପଥରେ ପ୍ରେତ ଗୋଟି ଗୋଡ଼ାଇ ଯାଉ ମାତ୍ର ଅଳ୍ପ ଅଳ୍ପ ଜଳରେ ଦେବୁ ତୁ ପକାଇ ଗ୍ରାମର ନିକଟେ ଛକେ ଯିବୁ ଯେ ପଳାଇ ସେତେବେଳେ କଣ ବି ପକେଇ ପକେଇ ଯାଉଛି ମୁଁ ବୋଲଛି ହାଳୁଟା ଓଜନ ହଉଥିବ ଆଉ କଣ ଆରେ ମଣିଷ ପାତରେ କୋତରା ରହିଛି ସେ କୋତରାକୁ ନିଭାଇବ ପାଣି ଟୋପାଟି ଏ ବାବା ମାନେ ମୋଟେ ରତୁ ଶ୍ରବଣ ଯାହା ଲେଖା ଅଛି ବନ୍ଧୁ ଏ ଗରୁଡ଼ ପୁରାଣ ତିନି ଛକିଆକୁ ଯେବେ ଯିବ ଚଳି ବ୍ରାହ୍ମଣ ପୁଅକୁ ବାବା କରିବ ଅଳି ବୋଲିବ ଶୁଣ ଆରେ ଯିବ ଭଲ ଲୁହା ଖଣିକୁ ତୁ ଧର କ୍ଷଣ ଆରେ ତିନି ଗାର କାଟରେ ପୁଅ ଯେ ଯାଇନ ଲୁହାଗାରକୁ ପ୍ରେତ ଦେଟ ଅଛି ତେଣୁ କରି ପୁଅ ଲୁହାଗାର କାଟିଲାତି ଲୁହାଗାର କାଟି ଆଜ୍ଞା ପଛ ମୁଖରେ ଖଣତି ଗୋଟି ଫିଙ୍ଗି ଦେବ ଦେଖ ସେହି ଡାରେ ମାତ୍ର ସେ ଗାରର ନିୟମ ପ୍ରମାଣ ରହିଛି ବ୍ରହ୍ମା ବିଷ୍ଣୁ ଶିବ ବୋଲି ତିନି ଯେ ଗୋଟି ବ୍ରାହ୍ମଣ ପଢିବ ନେଇ ବାକ୍ୟ ଏବେ ଏଠି ତାପରେ ଆଗକୁ ପଳାଇ ନ ଯିବ ଜୀବନ ଦ୍ୱାର ଦେଶରେ ଉପସ୍ଥିତ ହେବ ଆରେ ପୂର୍ବରୁ ଦ୍ୱାର ଦେଶରେ ଯୋଗାଡ଼ି ଥିବ ଉଷୁନା ଧାନ ଗଣ୍ଡ ଥୁଆ ହୋଇଥିବ ଦି ପଟର ମୁହଁ ଗୋଟିଏ ସୋଲା ବାଉଁଶ କାଠରେ ତିଆର ଥିବ ଯେ ମେଲା ଇମିତିକାର ପାଠ ବ୍ରାହ୍ମଣ ପଢିବ ସେ କଣ କି ଆମ ସଂସାରରେ ନଥିବ ତିନିଜାର ଗଣତି ତ ଭାବିବ ଏଇଟା ତ ଆମ ଗାଁରେ ବି ହଉନଥିବ ଆମ ଗାଁରେ ଆମ ଦେଶର ତ ଇଣ୍ଡିଆର ଗଣତି ନାହିଁ 1 3 5 7 9 13 ଇମିତିକାର ଗଣତି କେବେ ହଉନି ଆମ ଗାଁରେ ହଉନଥିଲା ଏତିକି କହିଲ ଗୋଡ଼ ତଳରେ ଫିଙ୍ଗି ଦେବ ତାପରେ ଉଷୁନା ଧାନକୁ ଦେଖ ପାଦ ସରସତେ କରିବ ଉଷୁନା ଧାନ ପାଖେ ଥିବ ହଳଦୀ ଯେ ସରା ହଳଦୀ ସରାକୁ ପାତରେ ପକାଇବ କାହିଁକି ହଳଦୀ ପାଣି ଦିଅନ୍ତି ଯେ ପକାଇ ଆଜ୍ଞା ହଳଦୀ ପାଣିରେ ଦେଖ ଲକ୍ଷ୍ମୀ ରହି ପ୍ରେତ ଭୟ କରି ଦେଖ ଯିବ ଯେ ପଳାଇ ତାପରେ ପୁଅ ଗୃହକୁ ରେ ଯିବ ପଳାଇ ତାପରେ ପୁଅ ଗୃହେ ଯିବ ପଳାଇ ଦଶକର୍ତ୍ତା ବ୍ରାହ୍ମଣ ଦାସ ସରେ ଥାଇ ଆଉ ଥରେ ଗୋଟିଏ ଶ୍ରାଦ୍ଧକୁ ଗଣିବ ଦର୍ପଣ ଖଣ୍ଡିକ ଦୂରେ ଚାହିଁ ଦେବ ଭାବୁକ ମଣ୍ଡଳୀ ମୋର ଢେରନ୍ତୁ ଶ୍ରବଣ ଖାଇବ ଦଶା ଭାତ ଦେଖ ନେବେ ଯାଇନ ତାପରେ ସନ୍ଧ୍ୟା ସମୟ ହୋଇବ ଗୋଟିଏ ହାଣ୍ଡି ମା କହି ଦେଇ ଆଣିବ ଖାଇ ପଡ଼ିଶା ଯୋ ଭଉଣୀ ନେଇ ବାଲିରେ ନିର୍ମାଣ କରିବେ ଗୃହରେ ଥାଇ ସେ ବାଲି ପରେ ଏକ ଦୀପକୁ ନେଇ ଗୋଟି ଘୋଡ଼ାଇବେ ଶୁଣନ୍ତୁ ରହି ପରେ ଜଳ ଜଳି ହାଣ୍ଡି ଗୋଟି କରିବେ ନିର୍ମାଣ ଭଲ ଭଲ ପଦାର୍ଥ ଆଣିବେ କିଣିଣ ଆଇନା ସେଥିରେ ଦୀପ ମଧ୍ୟ ଯେ ରହି ଯୋ ହାଣ୍ଡି ଗୋଟି ବୋଲି ଆପଣ ଦେଲେଣି କହି ସେ ହାଣ୍ଡିରେ ଯିବ ପରମ ଅଛନ୍ତି ରହି ଭାଇରେ ଯିବ ପରମ ବୋଲି ଯୋ ବେମି ଅଛନ୍ତି ଗୁଆ ତଣ୍ଡୁଳ ରହିବ ସେଥିରେ ମଧ୍ୟ କେନ୍ଦୁ ଠେଙ୍ଗା ଗୋଟି ଗତ କଥା ହୋଇବ ତାଳପତ୍ର ପାଳ ଦଉଡ଼ି ନେଇ ଫୁନ୍ଦିବ ତାପରେ ପୁତ୍ର ସେଦିନ ଧରି ପଳାଇବ ବ୍ରାହ୍ମଣ ଦେବେ ଆଜ୍ଞା ପଠନ କରିବ କେତେ ଠକି ଯେତେବେଳେ ରାତ୍ର 10 ଦିନ ରାତ୍ର ବ୍ରାହ୍ମଣ ରହିଲେ ଘଟ ବଇଥିବ ଉଚିତ କଥା ହେଲେ ଆମେ ମୁସଲମାନ ଠକି ଦେଇଛନ୍ତି କଣ ଠକିଛନ୍ତି ନା ବ୍ରାହ୍ମଣ ଗୋଟି 5ଟା ପ୍ରେତକୁ ଆଜ୍ଞା ଗୋଟି ଡାକିବ ଉପରକୁ ବିସ୍କୁଟ ଦେଇକି ଡକା ପିଲା ବିସ୍କୁଟ ଦେଖିଲେ ପ୍ରେତ ବାହାରକୁ ସେମିତି ଭଲ ଭଲ ପଦାର୍ଥ ଖଜା
ପୋଡ଼ା ମିଷ୍ଟାନ୍ନ। ଦେଇକିରି ମିଠା ଦେଇକିରି ଗୋଟି ଗୋଟି ଡାକିକିରି ହାଣ୍ଡି ଭିତରେ ଭରି କରାହବ। ସେ ହାଣ୍ଡିଟିକୁ ହାଣ୍ଡି ଧରି ଭିତରେ ପାଞ୍ଚଟା ପ୍ରେତ ବସିଯିବେ ପାଳ ଦଉଟା ବାଇକି କେତୁ ଠୋପାଟାକୁ ରଖିଦେଲେ ଆଉ ସେ ପ୍ରେତ ହାଣ୍ଡି ଭିତରୁ ବାହାରି ପାରିବେ। ଆଜ୍ଞା ସେ ପୁଅ ଦେଖ ସେ ହାଣ୍ଡି ଧରିବ ଭାଇ ବନ୍ଧୁ ସଦରକୁ ସଙ୍ଗତରେ ନେବ। ପ୍ରକୃତରେ ଆଜ୍ଞା ଯେବେ ମନ୍ତ୍ର ପଡିଥିବ କୁଆ କୁଆ ପାଖେ ଚାଉଳ ପାଖେ କୁଆ ଗୋଟି ଚାଉଳ ଉପରେ ଦୀପ୍ତା ଥିବ। ମାତ୍ର ଗ୍ରାମର ବାହାରେ ଦେଖ ଯିବ ଯେ ପଳାଇ ହେ ଦର୍ଶନ ଶୁଣ ଏବେ ପୁରାଣ ବହି ତିନି ଛକିଆ ଦେଖିଣ ଦେବେ ତାକୁ ଥୋଇ ଏ ଯୋଉ ସାଥିରେ ଯାଇଥିବେ ତାଙ୍କର ଜ୍ଞାତି ଏବେ ଭାଇ ବୋଲିବେ ଶୁଣ ଆରେ ଜୀବନ ଭଲ ବସନରେ ପ୍ରେତଙ୍କ ଛଇ ମନ ବସନରେ ପ୍ରେତଙ୍କର ଛଇ ମନ ଆରେ ଉଲଗ୍ନ ହୋଇନ ତୁ ଦିହରେ ଫିଙ୍ଗିଣ ସେଦିନ ବସ୍ତ୍ରକୁ ଫୋପାଡ଼ି ନ ଦେବ ଆଉ ଜଣେ ଖଣ୍ଡିଏ ବସ୍ତ୍ର ନେଇଥିବ ସେ ବସ୍ତ୍ରକୁ ପରିଧାନ ପୁଅ ଯେ କରିବ ଘରକୁ ଦେଖ ଏନେ ଉଠି ରହିବ। ବାବୁରେ ପ୍ରକୃତ ମନ୍ତ୍ର ତନ୍ତ୍ର ଯେବେ ହୋଇଥିବ ଦୀପ ଚାରି ପଖା କୁଆଟା ପୁଣି ବୁଲୁଥିବ। ପ୍ରକୃତ ଯେବେ କୁଆଟା ଯେ ବୁଲଇ 12 ବର୍ଷ ପୁତି କଣାଇ ଦେବେ ଦେବ ଖାଇ କେବେ ତାର ଆଜ୍ଞା ରହିବ ନିକୃଷ୍ଟ ସେ ତାଙ୍କର ଘରୁ ପୁତ୍ର ହେବ ଦାତା। ମାତ୍ର ଯୋଉ ନାରୀ ଖାଇବ ଦେଖ ଗୁଆକୁ ଯାଇ ସେ ରାତ୍ର ଗାଳେ ସଙ୍ଗରେ ଥିବ ଦେଖ ଯାଇ ଭୟ ନ କରି ହାଣ୍ଡି ପାଶ ଯିବ ଗିରି ଗିରି ହାଣ୍ଡିରେ ଗୁଆ ବୁଲୁଥିବ ପିତୃକୁ ସୁମରି ସେ ଗୁଆକୁ ଆଣିବ ଖାଇବ ଗର୍ଭ ମଧ୍ୟକୁ ସେଇ ସୁପୁତ୍ର ଜାତ ହେବ ଗର୍ଭରୁ ଏବେ ଭାଇ ଆହେ ବାବୁ ମାନେ ମୋଡେରନ୍ତୁ ଶ୍ରବଣ ବସିଥିବେ ଘରେ ଦେଖ ଯେ ମାତୃଗଣ ଅନିକି ଗୋଟିଏ ତୋଠିବେ ପକାଇ ପରିବା ରଖିଥିବେ ନିକଟରେ ନେଇ ସେ ସମୟ ପୁଅ ଘରକୁ ଯିବ ଚାଳଟାକୁ 3 ବାଡ଼ିରେ ପିଟି ଦେବ ପଚାରିବାକୁ ହରେ ନାରୀ ମାନେ ଯାଇ କିଏ ଏପରି ଗର୍ଜନ କରୁଅଛ ଭାଇ ସେ ସମୟରେ ପୁଅ ପଦେ ଦେବ କହିବ ଦୁଃଖ ନେଇ ସୁଖ ଆଣିଛୁ ଏ କଥା ଶୁଣ ହେ ପୁରାଣ ମାତ୍ର କାଟିଦେବେ ପରିବାକୁ ସେଦିନ ନେଇ ଗୋଟିଏ ପିଣ୍ଡ ସେଦିନ ଠାରୁ ଗଲା ପଳାଇ ବହୁ ଦର୍ଶ ଘୋଷ ଢେରନ୍ତୁ ଶ୍ରବଣ କଲା ବାଲିରେ ଟିକଟ କରିକିରି ହାଣ୍ଡିଟା ଘୋଡେଇ দিয়ে ଦୀପୁଟା ଜଳୁଥିବ ଜଳୁଥିବ ସେ ହାଣ୍ଡିଟାକୁ କାଢିବେ ଦେଖିଥିବ ମାନେ ଆଖି ପୁରେଇ ଦେଖିବେ ମୋ ବାପା କି ମା ଆଖିର ହାତୀ ହେଲା ନା ବେଗ ହେଲା ନା ପିମ୍ପୁଡି ହେଲା ବୋଲି ଏଇଟା ସତ ଏଇଟା ବୋପାର ମହାରାଜ ବୋଇଲେ ଆଜ୍ଞା ନିଶ୍ୱାସ ରୁନ୍ଧି ହେଇଗଲେ ସେ ଧୂଆଁଟାରେ ବିଭିନ୍ନ ପ୍ରକାର ଧୂଳି କଣା ହବ ନା ବାୟୁଟା ଯିବା ଆସିବା ହବ ଏଇଟା ଠିକ ଏଇଟା ପରମ୍ପରା ବୁଢା ବୁଢୀ ଆଗରୁ ଅଛି ତ କହୁଛନ୍ତି କିନ୍ତୁ এইটা পুরাণ নয় এইটা গোটে লোক কুହା କଥା ଶୁଣନ୍ତୁ ଓ ବାପା ଖାଇବାର କି ଜାଣି ଲୋକେ କହନ୍ତି ବାପା କହନ୍ତି ଲୋକେ ଯାଆନ୍ତି ଝିଅ ପିଠା ବଡ ମୋ ବାପା ତା ବାପାର ଶ୍ରାଦ୍ଧ କରିବାର ମୁଁ ଦେଖିବି ଆମ ବୁଢା ବାପା ଖାଇବାର ଆମ ବାପା ଦେଖିବି ମୋ ବାପା ଶ୍ରାଦ୍ଧ କରିବା ମୁଁ ଦେଖିଲି ମୋ ବାପା ଆମର ଏଇଟା ହଉଛି ଆମର ପରମ୍ପରା ଆମର ହିନ୍ଦୁ ଧର୍ମ ପରମ୍ପରା ସଂସ୍କୃତିଟାକୁ ଆମେ ଏଇଟା ଆମର ଧର୍ମ ପୁଅର ଧର୍ମ ପୁଅର କର୍ମ ହେଲେ ଭାଇ ନା ସେଦିନ 10 ଦିନ ସମାପ୍ତ ହେଲା ଆହୁରି ଯୋଉ 11 ଦିନ ଗୋଟିକ ଦେଖ ଅଛି ହୋଇ 11 ଇନ୍ଦ୍ରି ବୋଲି ଲେଖିଲା ଶାସ୍ତ୍ର ନେଇ ଆଜ୍ଞା ଯୋଉ ଦିନ 11 ଦିନ ଯିବ ହୋଇ କର୍ମ ବ୍ରାହ୍ମଣକୁ ଡାକିବେ ପୁରକୁ ଦେ ନେଇ ଘୃତ ସହିତ ତୁଳସୀ ପତ୍ର ନେଇ ତଣ୍ଡୁଳ ସହିତ ମିଶାଇ ଦେବେ ଯେ ଥୋଇ ପଢିବେ ମନ୍ତ୍ର ସେହି ବିପ୍ଳବର ଅଙ୍ଗ ଶୁଦ୍ଧି ବାବୁ ଦେଖ ହୋଇବ ଜ୍ଞାତିର ବଂଶ ଯେତେ
লোক থিবে সে গুপ্ত তুলসী খাইলে পবিত্র হইবে 11 দিন দিব 12 দিন আসিব 12 দিনে আগে পিণ্ড দান ମୋ ଦର୍ଶକ ସମାଜ ଇଏ ଡେରନ୍ତୁ ଶ୍ରବଣ ଏଥୁ ଅତେ ଯାବା ପୁରେ ହେଲାଣି କାରଣ ସକଳ ଜାତିକୁ ତୁମ ସ୍ନାନ କରିବେ ଯାଇ ଧୂତକୁ ବାବୁ ମୁଖରେ ନେବେ আচ্ছা ସକଳ ଶୁଦ୍ଧି ସେଦିନଟି ହେବେ ଆହେ ବାବୁ ମାନେ ଶୁଣନ୍ତୁ ପୁରାଣ ନିୟମ ମାତ୍ର ଗାଉଥିଲୁ ଗରୁଡ଼ ପୁରାଣକୁ ନେଇ ଅଳ୍ପ ଅଳ୍ପ ତୁମକୁ ଯେ ଦେଲୁ ବତାଇ ସମୟ ବନ୍ଧୁ ହେ ଅତୀତ ହେଲାଣି ସମୟ ବନ୍ଧୁ ହେ ଅତୀତ ହେଲାଣି ବିଦାୟ ନେବୁ ବୋଲି ମନେ ମାତ୍ର ଭାବିଲୁଣି ଚବାପାର 10 ଦିନ ଟଇ ତାଙ୍କୁ ଦୟା ରଖିଦିବେ ଲକ୍ଷ୍ମୀରେ ମହାମାଇ ପ୍ରେତ ଆତ୍ମା ରୂପୀ ଲୋକକୁ ପ୍ରଭୁ ଦେବେ ପରିବାରକୁ ଅମୃତ ରୁଚି ଦେଇଥିବେ ମାଲୋ ଗାମ ଦେବି କରୁଛି ମୁଁ ବିନତି ସମସ୍ତଙ୍କ ଚୁଡ଼ି ବଜତେ କରିଥି ଫୁଟି 5 ଲାଖ ସରେ ସିନ୍ଦୁର ତୁ ଦେବୁ ପଣତ ତଳେ ଗ୍ରାମକୁ ଘୋଡ଼ାଇ ରଖିବୁ ପରିବାର ସହିତରେ ଯେତେ ଗ୍ରାମ ଲୋକ ସମସ୍ତଙ୍କୁ କେବେ ମାଲ ନ ଦେବୁ ଦୁଃଖ ବୋଲବ ବିହାରୀ ବୈକୁଣ୍ଠ ବିହାରୀ ପ୍ରଭୁ ସେ ନିରଞ୍ଜନ ସମସ୍ତଙ୍କ ମଙ୍ଗଳ କାମନା କରିବେ ହେ ଜାଣ ଯେତେ ବସିଛନ୍ତି ମୋ ବୟୋଜ୍ୟେଷ୍ଠ ନର ଯେତେ ବସିଛନ୍ତି ମୋର ବାପା ମା ଗଣ ସମସ୍ତଙ୍କୁ ଶେଷରେ ମୁଁ ହେଉଛି ମାନ୍ୟ ଆଜ୍ଞା ଗାଇଲୁ ପୁରାଣ ହେ କରିଲେ ଶ୍ରବଣ ପୁରାଣ ଗାଇଲା ବେଳେ ଫୁଲ ଥିବ ଯେ ହୋଇଣ ପୁରାଣ ଶୁଣି ନେବେ ଦକ୍ଷିଣା ନ ଦବ 7 ଜନ୍ମ ପର୍ଯ୍ୟନ୍ତ କେଲା ହୋଇଯିବ ବୋଲେ ଦକ୍ଷିଣା ଦକ୍ଷିଣା ମିଳିଲେ ଟଙ୍କା ପଇସା ନାହିଁ ହରିବୋଲ ହୁଳା ହୁଳି ଟିକେ ଦେବେ ପକାଇ ହରିବୋଲ ହରିବୋଲ नारायण नमस्तुभ्यं नरचैव नरोत्तमं देवी संस्कृति व्यासं प्रतोय मुद्रयते